ସ୍ୱାଗତଂ ମୋର ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। 2024ର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ କୋର୍ଟ ତରଫରୁ ପୁଣି ଥରେ ରିକର୍ଡ ବାହାରିଛି। ଆପଣମାନଙ୍କୁ ମୁଁ ଡିଟେଲ୍ ଡିସ୍କସନ୍ କରିବି, ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଆପଣମାନେ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ଦେଖୁଥିଲେ ଭିଡ଼ିଓକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ଅଲ୍ ନୋଟିଫିକେସନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ କି ସର୍ବପ୍ରଥମେ ଆପଣଙ୍କ ନିକଟରେ ଏହିପରି ଜବ୍ ଇନଫର୍ମେସନ୍ ନୋଟିଫିକେସନ୍ ଭିଡ଼ିଓ ପହଞ୍ଚିବ। ପ୍ରଥମେ ଡିସ୍କସନ୍ କରିବା ଆମର ଜୁନିୟର କ୍ଲର୍କ କମ୍ କପିଏଷ୍ଟର ତାର ସାଲାରୀ ଏଠି ମେନସନ୍ ଅଛି 19,000 ଷ୍ଟାର୍ଟିଂ, ଲେଭେଲ୍ ହେଉଛି 4, ଟୋଟାଲ୍ ପୋଷ୍ଟ ହେଉଛି 14ଟି, ତାର କେତେ ତାର କାଟାଗୋରୀ ଅନୁସାରେ ମେନସନ୍ ହେଇଛି। ତାପରେ ଷ୍ଟେନୋଗ୍ରାଫରର ଏଟା ଗ୍ରେଡ୍ 3 ଷ୍ଟେନୋଗ୍ରାଫର ସାଲାରୀ 25,000 ଷ୍ଟାର୍ଟିଂ, ଟୋଟାଲ୍ ପୋଷ୍ଟ ହେଉଛି 3ଟି, ଅମିନ୍ର 2ଟି ପୋଷ୍ଟ। ଏହିସବୁ ଦେଖିବା ଯେଉଁମାନେ କି ଡିଷ୍ଟ୍ରିକ୍ଟ କୋର୍ଟରେ ଇଚ୍ଛୁକ ଚାକିରି କରିବା ପାଇଁ, ତାଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଅଟେ। ସବୁ ଜିଲ୍ଲାର ପିଲାମାନେ ପକାଇ ପାରିବେ, ସବୁ ଜିଲ୍ଲାର ପିଲାମାନେ ପକାଇ ପାରିବେ। ଏଠି ମେନସନ୍ ହେଇଛି ତାର ଯୋଗ୍ୟତା। ଯଦି ଆପଣମାନେ ଜୁନିୟର କ୍ଲର୍କ କମ୍ କପିଏସ୍ଟି ଏବଂ ଷ୍ଟେନୋଗ୍ରାଫର ପାଇଁ ଯଦି ଫର୍ମ ଆବେଦନ କରିବେ, ତାହେଲେ ଆପଣଙ୍କର ଏଜୁକେସନାଲ୍ କ୍ୱାଲିଫିକେସନ୍ ହେଉଛି +3 ପାସ୍। ମିନିମମ୍ ଏଜୁକେସନାଲ୍ କ୍ୱାଲିଫିକେସନ୍ ହେଉଛି +3 ପାସ୍। ଯେକୌଣସି ଷ୍ଟ୍ରିମ୍ରେ ଯଦି ଆପଣମାନେ +3 ପାସ୍ କରିଥିବେ, ତାହେଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ ଏବଂ ଭାରତୀୟ ନାଗରିକ ହେଇଥିବା ଦରକାର। ଇଣ୍ଡିଆ ଲୋକ ହିଁ ହେଇଥିବା ଦରକାର, ଭାରତୀୟ ନାଗରିକ ହେଇଥିବା ଦରକାର ଏବଂ ବାହାରେ ପାକିସ୍ତାନ କି ଅଷ୍ଟ୍ରେଲିଆ କି ବାଂଲାଦେଶ ନାହିଁ, ସେମାନେ ଆବେଦନ କରିପାରିବେ ନାହିଁ। ଏବଂ ବୟସ ଆପଣଙ୍କର 18 ବର୍ଷ ମାଗିଛି, ମିନିମମ୍ 18 ବର୍ଷ। ଯେଉଁମାନଙ୍କର +3 ସରିଲା ତ ତାଙ୍କର କମ୍ପଲସରି 18 ବର୍ଷରୁ ଏବଭ୍ ହେଇଥିବ ଏବଂ ତାର ବୟସ କାଲକୁଲେସନ୍ ହେବ 24/6/2024 ସୁଦ୍ଧା ତାର ବୟସ କାଲକୁଲେସନ୍ ହେବ ଏବଂ ଆପ୍ଲିକେସନ୍ର ଶେଷ ତାରିଖ ମଧ୍ୟ ଅଛି 24/6/2024 ସୁଦ୍ଧା। ଏରେ ତ ସବୁ ଡିଟେଲ୍ ମେନସନ୍ ହେଇଛି, କ'ଣ କ'ଣ ସବୁ ଦରକାର ହେବ ଆପଣଙ୍କୁ ସବୁ ଡିଟେଲ୍ ମେନସନ୍ ହେଇଛି। ଏବଂ ଯେଉଁମାନେ ଷ୍ଟେନୋଗ୍ରାଫର ପାଇଁ ଯଦି ଆବେଦନ କରିବେ, ତାଙ୍କର 80 ୱାର୍ଡ଼ ଫର୍ ମାନେ ଟାଇପିଂ ସ୍ପିଡ଼୍ ଥିବା ଦରକାର ଏବଂ ସର୍ଟ ହ୍ୟାଣ୍ଡ 40 ଥିବା ଦରକାର ଏବଂ ଆଟଲିଷ୍ଟ DCA କମ୍ପ୍ୟୁଟର ସାର୍ଟିଫିକେଟ୍ ମଧ୍ୟ ମାଗୁଛି। DCA ସାର୍ଟିଫିକେଟ୍ କରିଥିଲେ ଆପଣମାନେ ଆବେଦନ କରିପାରିବେ, ଆପଣମାନେ ଜାଣିପାରିବେ। ଅମିନ୍ ପାଇଁ ଏଜୁକେସନାଲ୍ କ୍ୱାଲିଫିକେସନ୍ ବହୁତ ବଢ଼ିଆ। ଅମିନ୍ ପାଇଁ ଆପଣମାନେ ଯଦି 10ମ ପାସ୍ କରିଥିବେ, ତାହେଲେ ଏହି ଅମିନ୍ ପଦବୀ ପାଇଁ ଆପଣମାନେ ଆବେଦନ କରିବେ। 10ମ ତ ପ୍ରାୟ ଲୋକ ଘନ ଘନ ମାନେ ପାସ୍ କରୁଛନ୍ତି, ଆପଣମାନେ ଆବେଦନ କରିଦିଅନ୍ତୁ। ଏବଂ ତାର ଆପ୍ଲିକେସନ୍ର ତ କହିଲି 24, ବୟସ ମାଗିଛି 18 ବର୍ଷ, ବହୁତ ବଢ଼ିଆ। ପ୍ରାୟ +3 ଜବ୍ ଗୁଡ଼ାକ ଯେତେ ମାଗୁଛି ନା 21 ବର୍ଷ ମାଗିଛି, ଏଠି 18 ବର୍ଷ କରିଦେଇଛି। ସେଥିପାଇଁ ଆପଣମାନଙ୍କ ପାଇଁ ବହୁତ ଗୋଟେ ଖୁସି ଖବର ଅଟେ। ତାର ଏଠି କେଉଁ ଟପିକ୍ରୁ କେତେ ମାର୍କ ପଡ଼ିବ ଏଠି ସବୁ ଡିଟେଲ୍ ମେନସନ୍ ହେଇଛି। ଆମର ଜୁନିୟର କ୍ଲର୍କ କମ୍ କପିଏଷ୍ଟର ପ୍ରଥମେ ଇଂଲିଶ 100 ମାର୍କ ଆସିବ, ଆରିଥମେଟିକ୍, ଜେନେରାଲ, କମ୍ପ୍ୟୁଟର ସାଇନ୍ସ, ଭାଇବା ଭଏସ୍ ଟେଷ୍ଟ ଏସବୁ ଏଠି ମାର୍କ ମେନସନ୍ ହେଇଛି। ତାର ଟାଇମ୍ ଡ୍ୟୁରେସନ୍ ମେନସନ୍ ହେଇଛି, ତାର ପାର୍ଟ 1, ପାର୍ଟ 2, ପାର୍ଟ 3 ମେନସନ୍ ହେଇଛି। ସେହିପରି ଷ୍ଟେନୋଗ୍ରାଫରର ମଧ୍ୟ ଏଠି ଟାଇମ୍ ମେନସନ୍ ହେଇଛି, ମାର୍କ ମେନସନ୍ ହେଇଛି, କେଉଁ ସବଜେକ୍ଟରୁ କେତେ ମାର୍କ ଆସିବ। ତାପରେ ଏଠି ତାର ପାର୍ଟ 1, ପାର୍ଟ 2, ପାର୍ଟ 3 ଏକ୍ଜାମ୍ ହେବ। ତାପରେ ଅମିନ୍ର ମଧ୍ୟ ତାର ଏଠି ଟାଇମ୍ ମେନସନ୍ ହେଇଛି, ତାପରେ କେତେ ମାର୍କ ଆସିବ, କେଉଁ ଟପିକ୍ରୁ କେଉଁ ସବଜେକ୍ଟରୁ କେତେ ମାର୍କ ଆସିବ ଡିଟେଲ୍ ମେନସନ୍ ହେଇଛି। ତାର ପାର୍ଟ 1, ପାର୍ଟ 3 ଏକ୍ଜାମ୍ ହେବ, ଆପଣ ଡିଟେଲ୍ ଜାଣିପାରୁଥିବେ। ଯଦି ଆପଣମାନେ ଏହି ମୋର PDFକୁ ପାଇବା ପାଇଁ ଚାହୁଁଥିଲେ, ମୋର ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ମୋର ଟେଲିଗ୍ରାମ ଚ୍ୟାନେଲ ନାଁ ହେଉଛି ବିକେ ଷ୍ଟଡି ଆଇକ୍ୟୁ, ବିକେ ଷ୍ଟଡି ଆଇକ୍ୟୁ। ଆପଣ ଟେଲିଗ୍ରାମ ଚ୍ୟାନେଲକୁ ଯାଇକି ମଧ୍ୟ ସର୍ଚ୍ଚ କରିବେ। ମୁଁ ମୋର ଏହି ଡେସ୍କ୍ରିପସନ୍ରେ ମୋର ଟେଲିଗ୍ରାମ ଚ୍ୟାନେଲ ଲିଙ୍କ୍ ଦେଇଦେଉଛି ଏବଂ ଆପଣମାନେ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ କୋର୍ଟକୁ ଯାଇ ୱେବସାଇଟ୍କୁ ଯାଇ ମଧ୍ୟ ଡାଉନଲୋଡ଼ କରିପାରିବେ। ଏଠି ଆପଣମାନେ ସମ୍ପୂର୍ଣ୍ଣ ବିବରଣୀ ଦେଖିବେ। ଆପଣମାନେ ଇଂଲିଶରୁ କେଉଁ ଟପିକ୍ରୁ କେତେ ମାର୍କ ପଡ଼ିବେ, କେଉଁଟା ଆପଣମାନେ କେତେ ଧ୍ୟାନ ଦେବେ, ଆପଣମାନେ ସବୁ ଏଠି ଡିଟେଲ୍ ପାଇପାରିବେ। ତାପରେ ଆରିଥମେଟିକ୍ର ମଧ୍ୟ ଏଠି କେଉଁ ଟପିକ୍ରୁ ଆସିବ, ଆପଣମାନେ ସବୁ ଦେଖିପାରିବେ। ଆପଣମାନେ ସେଇ ଟପିକ୍ରେ ହିଁ ପ୍ରାକ୍ଟିସ୍ କରିକି ଯିବେ, ଆଉ ଅଲଗା କିଛି ଦେଖିବେ ନାହିଁ। ତାପରେ କମ୍ପ୍ୟୁଟର କ'ଣ ସବୁ ଆସିବ ଡିଟେଲ୍ ମେନସନ୍ ହେଇଛି। ତାପରେ ଜେନେରାଲ ନଲେଜ ଯାହା ଏଠି ଅଛି, ଆପଣମାନେ ସବୁ ଡିଟେଲ୍ ଦେଖିପାରିବେ। ତାପରେ ଫିଜ୍ ଆପଣଙ୍କୁ ପୁରା ଜିରୋ, ଆପଣମାନେ ଫ୍ରିରେ ଆବେଦନ କରିବେ ଏହି ପୋଷ୍ଟକୁ। ଡକୁମେଣ୍ଟ ଆଟାଚ୍ କରିବେ, ଆପଣମାନେ କ'ଣ ଡକୁମେଣ୍ଟ ସବୁ ଏଠି ଲିଷ୍ଟ ଅଛି, ଆପଣ ଡକୁମେଣ୍ଟ ସବୁ ଆଟାଚ୍ କରିବେ। 10th, +2, ତାପରେ +3ର, ତାପରେ DCA ସାର୍ଟିଫିକେଟ୍,
ଯଦି ଯେଉଁମାନେ ଷ୍ଟେନୋଗ୍ରାଫର ପାଇଁ ଆବେଦନ କରିବେ ତାଙ୍କର ସେଲ୍ଫ ଆଟାଚ୍ କପି ସର୍ଟ ହ୍ୟାଣ୍ଡ ଆଣ୍ଡ ଟାଇପିଂ ସାର୍ଟିଫିକେଟ୍ ଆପଣ ଆଟାଚ୍ କରିବେ। ଯେଉଁମାନେ କି କାଷ୍ଟ ସାର୍ଟିଫିକେଟ୍ ବା କାଟାଗୋରୀ ସାର୍ଟିଫିକେଟ୍ ST SC SC BC ଆଟାଚ୍ କରିବେ। ତାପରେ ମେଡ଼ିକାଲ ଇସ୍ୟୁ ମାନେ ମେଡ଼ିକାଲ ସାର୍ଟିଫିକେଟ୍ ଯେଉଁମାନେ କି ହ୍ୟାଣ୍ଡିକ୍ୟାପ୍ ଲୋକ ସେମାନେ ମଧ୍ୟ ଆଟାଚ୍ କରିବେ। ଯେଉଁମାନେ 120 ମାନଙ୍କ ପାଇଁ ତାଙ୍କର ମଧ୍ୟ ସେମାନେ ମଧ୍ୟ ସାର୍ଟିଫିକେଟ୍ ଆଟାଚ୍ କରିବେ। ଆପଣମାନେ ପିଟ୍ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟ କରିବେ। 2ଟି କ୍ୟାରେକ୍ଟର ସାର୍ଟିଫିକେଟ୍ ଦରକାର ହେଉଛି। ଗେଜେଟେଡ୍ ଅଫିସର ଯେକୌଣସି ସରପଞ୍ଚ ଆପଣ ହାଇସ୍କୁଲ ଟିଚର କି ପ୍ରିନ୍ସିପାଲର ଯାହା ବି ଆପଣମାନେ ଆଣିପାରିବେ। ତାପରେ ଏଠି ତାର ରିସେଣ୍ଟ ଫଟୋ ମାଗିଛି ଆପଣମାନେ ସେ ବକ୍ସରେ ଗୋଟେ ଆଟାଚ୍ କରିବେ। ଫର୍ମ 1 ଆପଣମାନେ ଫିଲ୍ଅପ୍ କରିବେ। କେମିତି ଫିଲ୍ଅପ୍ କରିବେ ମୁଁ ଡିଟେଲ୍ କହିବି, ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତାପରେ ଏଠି ସବୁ ସାଲାରୀ ଅମିନର ତାର ସାର୍ଟିଫିକେଟ୍ ଟେକ୍ନିକାଲ ସାର୍ଟିଫିକେଟ୍ ମାର୍କସିଟ୍ ସବୁ ଆପଣମାନେ ଆଟାଚ୍ କରିବେ। ରେଭିନ୍ୟୁ ଇନ୍ସପେକ୍ଟର ଟ୍ରେନିଂର ମଧ୍ୟ ସେଠି ସାର୍ଟିଫିକେଟ୍ ଆଟାଚ୍ କରିବେ। ଜେରକ୍ସ ଆପଣମାନେ ଦେବେ, କେବେ ହେଲେ ମଧ୍ୟ ଅରିଜିନାଲ ସାର୍ଟିଫିକେଟ୍ ଦେବେ ନାହିଁ, ସଦାବେଳେ ଜେରକ୍ସ ହିଁ ଦେବେ। ତାପରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ କାର୍ଡ଼ ଦେବେ। ତାପରେ ଏଠି ନୋ ଅବଜେକ୍ସନ୍ ସାର୍ଟିଫିକେଟ୍ ଏଠି ସବୁ ଆପଣମାନେ ସବୁ ଯାହା ମାଗିଛି ଆପଣମାନେ ଯେଉଁ ପୋଷ୍ଟ ପାଇଁ ଯେଉଁଟା ପକାଇବେ ସେଇ ସାର୍ଟିଫିକେଟ୍ ଆପଣମାନେ ଜେରକ୍ସ କରିକି ଆଟାଚ୍ କରିବେ। ପ୍ରଥମେ ଫର୍ମ 1 ଫିଲ୍ଅପ୍ କରିବେ। ମୁଁ କହିବି ଆପଣମାନେ ଫର୍ମ 1 କେମିତି ଫିଲ୍ଅପ୍ କରିବେ ମୁଁ ଡିଟେଲ୍ କହିବି। ଏଇଠି ତାର ଆଡ୍ରେସ୍ ଆପଣମାନେ ଏଇ ଆଡ୍ରେସ୍ରେ ହିଁ ପିଟ୍ ପୋଷ୍ଟ କରିବେ। ଏଠି ତାର ଆଡ୍ରେସ୍ ମେନସନ୍ ହେଇଛି। ଆପଣମାନେ ଏଇ ଆଡ୍ରେସ୍ରେ ଫର୍ମ ଫିଲ୍ଅପ୍ କରିବେ। ପିଟ୍ ପୋଷ୍ଟ କିମ୍ବା ରେଜିଷ୍ଟର ପୋଷ୍ଟ କରିବେ। ଯଦି ଆପଣମାନେ ସେଇଟା ଇଚ୍ଛୁକ ନାହିଁ ମୁଁ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟକୁ ଯାଇକି ସେଟା ଡ୍ରପ୍ ବକ୍ସ ଗୋଟେ ଅଛି ଡିଷ୍ଟ୍ରିକ୍ଟ କୋର୍ଟରେ ସେଠାକୁ ଯାଇକି ମଧ୍ୟ ପକାଇ ପାରିବେ। ଲାଷ୍ଟ ଡେଟ୍ ତ କହିଲି ଆପଣମାନେ ଏଇଟା 24/6/2024 ଲାଷ୍ଟ ଡେଟ୍ 5ଟା ସୁଦ୍ଧା ଆପଣମାନେ ଏଠି ଯାଇକି ଆପଣମାନେ ପକାଇବେ। ଏଇଟା ହେଉଛି ତାର ୱେବସାଇଟ୍। ଆପଣମାନେ ଏଇ ୱେବସାଇଟ୍ରେ କ୍ଲିକ୍ କରିକି ମଧ୍ୟ ଆପଣମାନେ ସେ PDFକୁ ପାଇପାରିବେ। ମୁଁ ମଧ୍ୟ ଟେଲିଗ୍ରାମ ଚ୍ୟାନେଲରେ ମୋର PDFକୁ ଦେଇଦେଇଛି। ଏଇଟା ହେଉଛି ଫର୍ମ A। ଆପଣମାନେ ଏଇ ଫର୍ମ Aକୁ ପ୍ରିଣ୍ଟ କାଢ଼ିବେ। ସବୁ ପ୍ରିଣ୍ଟ କାଢ଼ିବେ ନାହିଁ, ଖାଲି ଫର୍ମ Aକୁ ପ୍ରିଣ୍ଟ କାଢ଼ିବେ। ତାପରେ ଆପଣମାନେ ଯାହା ଯେଉଁ ପୋଷ୍ଟ ପାଇଁ ଆପଣମାନେ ଆବେଦନ କରିବେ ସେଇ ପୋଷ୍ଟ ନାଁ ଲେଖିବେ। ନିଜର ନାଁ ଲେଖିବେ କ୍ୟାପିଟାଲ ଲେଟରରେ ସଦାବେଳେ ଲେଖିବେ, କାହିଁକିନା ସ୍ମଲ୍ ଲେଟର କି ଗାରେଇକି କ'ଣ ଲେଖିଦେବେ ସେଥିପାଇଁ ସେମାନେ ଚିହ୍ନି ପାରିବେ ନାହିଁ। ସବୁ ଠିକ୍ ଠାକ୍ ଲେଖିବେ, ନହେଲେ ସେମାନେ ରିଜେକ୍ଟ କରିଦେବେ। ଡିଷ୍ଟ୍ରିକ୍ଟ କୋର୍ଟରେ ଟିକେ ଭୁଲ ହେଲେ ସେମାନେ ରିଜେକ୍ଟ କରିଦେଉଛନ୍ତି। ଆପଣମାନେ ଏଇ PDF କାଢ଼ିବେ, ସବୁ ଡିଟେଲ୍ ଫିଲ୍ଅପ୍ କରିବେ, ଏଠି ସିଗ୍ନେଚର କରିବେ ଏବଂ କଲା ପରେ ଆପଣମାନେ ଡକୁମେଣ୍ଟ ଆଟାଚ୍ କରିବେ। ଏଇଟା ମଧ୍ୟ ପ୍ରିଣ୍ଟ କାଢ଼ିବେ ସେଲ୍ଫ ଡିକ୍ଲାରେସନ୍। ତାପରେ ଏଇଟା ସବୁ କାଢ଼ିଲା ପରେ ସବୁ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଡକୁମେଣ୍ଟ ଆଟାଚ୍ କରିବେ, ପିଟ୍ ପୋଷ୍ଟ କରିବେ। ତାପରେ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟକୁ ଆପଣମାନେ ସେଣ୍ଡ କରିବେ। ଯଦି ଆପଣମାନେ ଯାହା ବି ଡାଉଟ୍ ରହିବ ମୋର କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆପଣଙ୍କ ଉତ୍ତର ଦେବା ପାଇଁ ମୁଁ ଚେଷ୍ଟା କରିବି। ତେଣୁ ସାଙ୍ଗସାଥିମାନଙ୍କୁ ବହୁଳ ପରିମାଣରେ ସେୟାର କରନ୍ତୁ, ସେମାନେ ମଧ୍ୟ ଉପକୃତ ହେବେ। ସେମାନେ ପ୍ରାୟ ଜାଣିପାରନ୍ତି, ସେମାନେ କମ୍ପ୍ୟୁଟର ଦୋକାନକୁ ଯାଇକି ପଚାରନ୍ତି କ'ଣ ବାହାରୁଛି କ'ଣ ନାହିଁ। ସେମାନେ କମ୍ପ୍ୟୁଟର ଦୋକାନ ଏତେ ଜାଣିନଥାନ୍ତି। ସେଥିପାଇଁ ଆପଣମାନେ ସାଙ୍ଗସାଥି ସେୟାର କରନ୍ତୁ। ରହିଲି, ଧନ୍ୟବାଦ।